ଭକ୍ତଙ୍କ ସାଙ୍ଗରେ ଶ୍ରୀ ରାମକୃଷ୍ଣ ଦେବ। ଗୋପାଳର ମାଆଙ୍କ ପୂର୍ବ କଥା। ଗୋପାଳର ମା ପ୍ରଥମେ ଠାକୁରଙ୍କୁ କେବେ ଦେଖିବାକୁ ଆସିଥିଲେ ତାହା ଠିକ୍ ଭାବରେ କହିପାରିବୁ ନାହିଁ। ତେବେ 1885 ମସିହାରେ ଚୈତ୍ର ବା ବୈଶାଖ ମାସରେ ଦକ୍ଷିଣେଶ୍ୱରରେ ଠାକୁରଙ୍କ ନିକଟରେ ଯେତେବେଳେ ଆମେ ତାଙ୍କୁ ପ୍ରଥମେ ଦେଖିଲୁ, ସେତେବେଳେ ସେ ପ୍ରାୟ 6 ମାସ ହେଲା ଠାକୁରଙ୍କ ନିକଟକୁ ଯିବା ଆସିବା କରୁଛନ୍ତି ଏବଂ ତାଙ୍କ ସହିତ ସେ ଭଗବାନଙ୍କର ବାଳଗୋପାଳ ଭାବରେ ଅପୂର୍ବ ଲୀଳା ମଧ୍ୟ ଚାଲୁଅଛି। ଆମର ବେଶ୍ ମନେ ଅଛି, ସେଦିନ ଗୋପାଳର ମା ଶ୍ରୀଠାକୁରଙ୍କର ଦକ୍ଷିଣେଶ୍ୱର ଘରର ଉତ୍ତର ପଶ୍ଚିମ କୋଣରେ ଯେଉଁ ଗଙ୍ଗାଜଳର ମାଠିଆ ଥିଲା, ତା ନିକଟରେ ଦକ୍ଷିଣ ପୂର୍ବ ହୋଇ ଅର୍ଥାତ୍ ଠାକୁରଙ୍କ ଆଡ଼କୁ ମୁହଁ କରି ବସିଥିଲେ। ବୟସ ପ୍ରାୟ 60 ବର୍ଷ ହେଲେ ମଧ୍ୟ ବୁଝିବା କଠିନ, କାରଣ ବୃଦ୍ଧାଙ୍କର ମୁହଁରେ ବାଳିକାର ଆନନ୍ଦ ବିଦ୍ୟମାନ ଥିଲା। ଆମମାନଙ୍କର ପରିଚୟ ପାଇ କହିଲେ, ତୁମେ କ'ଣ ଗିଇର ପୁଅ? ତୁମେ ତ ମୋର ନିଜର ଗୋ। ଓ ମା, ଗିଇର ପୁଅ ପୁଣି ଭକ୍ତ ହୋଇଛି। ଗୋପାଳ ଏଥର ଆଉ କାହାକୁ ବାକି ରଖିବ ନାହିଁ, ଜଣେ ଜଣେ କରି ସମସ୍ତଙ୍କୁ ଟାଣି ନେବ। ତାହା ବେଶ୍। ଆଗେ ତୁମ ସହିତ ମାଇକ ସମ୍ବନ୍ଧ ଥିଲା, ଏବେ ତାଠାରୁ ଅଧିକ ନିକଟ ସମ୍ବନ୍ଧ ହେଲା, ଇତ୍ୟାଦି। ସେ ଆଜିଠାରୁ 24 ବର୍ଷ ତଳର କଥା। ଗୋପାଳର ମାଆଙ୍କର ଠାକୁରଙ୍କ ସହିତ ପ୍ରଥମ ଦର୍ଶନ 1884 ମସିହା ମାର୍ଗଶିର ମାସ। ଆକାଶ ଖୁବ୍ ପରିଷ୍କାର ଓ ଉଜ୍ଜ୍ୱଳ ଥିଲା। ଆମର ମନେ ଅଛି, ଏବେ ପୁଣି କାର୍ତ୍ତିକ ଆରମ୍ଭରୁ ହିଁ ଅଳ୍ପ ଶୀତ ପଡ଼ିଥିଲା। ଏଇ ନାତିଶୀତୋଷ୍ଣ ହେମନ୍ତରେ ହିଁ ବୋଧହୁଏ ଗୋପାଳର ମା ଶ୍ରୀରାମକୃଷ୍ଣ ଦେବଙ୍କର ପ୍ରଥମ ଦର୍ଶନ ଲାଭ କରିଥିଲେ। ପଟଲାଙ୍ଗଡ଼ାର ଗୋବିନ୍ଦଚନ୍ଦ୍ର ଦତ୍ତଙ୍କର କାମାରହାଟିରେ ଗଙ୍ଗା କୂଳରେ ଯେଉଁ ଠାକୁର ବାଡ଼ି ଓ ବଗିଚା ଅଛି, ସେଠାରୁ ନୌକାରେ ସେମାନେ ଠାକୁରଙ୍କୁ ଦେଖିବାକୁ ଆସିଥିଲେ। ସେମାନେ କହୁଛନ୍ତି, କାରଣ ଗୋପାଳର ମା ସେଦିନ ଏକୁଟିଆ ଆସିନଥିଲେ। ଉକ୍ତ ବଗିଚା ମାଲିକର ବିଧବା ପତ୍ନୀ କାମିନୀ ନାମ୍ନୀ ତାଙ୍କର ଜଣେ ଦୂର ସମ୍ପର୍କୀୟ ଆତ୍ମୀୟଙ୍କୁ ସାଥିରେ ନେଇ ଗୋପାଳର ମା ତାଙ୍କ ମାଆଙ୍କ ସହିତ ଆସିଥିଲେ। ଶ୍ରୀରାମକୃଷ୍ଣ ଦେବଙ୍କର ନାମ ସେତେବେଳେ କଲିକତାର ଅନେକ ନିକଟରେ ପରିଚିତ। ଏମାନେ ମଧ୍ୟ ଏହି ଅଲୌକିକ ଭକ୍ତ ସାଧୁଙ୍କର କଥା ଶୁଣିବା ପରଠାରୁ ତାଙ୍କର ଦର୍ଶନ ନିମନ୍ତେ ଲାଳାୟିତ ଥିଲେ। କାର୍ତ୍ତିକ ମାସରେ ଶ୍ରୀବିଗ୍ରହଙ୍କର ନିୟମପୂର୍ବକ ସେବା କରିବାକୁ ହୋଇଥାଏ। ସେଥିପାଇଁ ଗୋବିନ୍ଦ ବାବୁଙ୍କର ସ୍ତ୍ରୀ ସେହି ସମୟରେ କାମାରହାଟି ଉଦ୍ୟାନରେ ପ୍ରତିବର୍ଷ ଅବସ୍ଥାନ କରି ସ୍ୱୟଂ ଉକ୍ତ ସେବାର ତତ୍ତ୍ୱାବଧାନ କରୁଥିଲେ। କାମାରହାଟିଠାରୁ ଦକ୍ଷିଣେଶ୍ୱର ପ୍ରାୟ 2-3 ମାଇଲ ହେବ, ତେଣୁ ଆସିବା ପାଇଁ ବେଶ୍ ସୁବିଧା ଥିଲା। କାମାରହାଟିରୁ ଗୋବିନ୍ଦ ବାବୁଙ୍କ ସ୍ତ୍ରୀ ଏବଂ ଗୋପାଳର ମା ମଧ୍ୟ ସେହି ସୁଯୋଗରେ ରାଣୀ ରାସମଣୀଙ୍କର କାଳୀବାଡ଼ିରେ ଉପସ୍ଥିତ ହୋଇଥିଲେ। ଠାକୁର ସେଦିନ ସେମାନଙ୍କୁ ଆଦର କରି ସ୍ୱଗୃହରେ ବସାଇ ଭକ୍ତି ତତ୍ତ୍ୱର ଅନେକ ଉପଦେଶ ଦେଲେ ଏବଂ ଭଜନ ଗାଇ ଶୁଣାଇଲେ ଏବଂ ପୁନରାୟ ଆସିବାକୁ କହି ବିଦାୟ ଦେଲେ। ଆସିଲା ବେଳେ ଗୋବିନ୍ଦ ବାବୁଙ୍କର ପତ୍ନୀ ଶ୍ରୀ ରାମକୃଷ୍ଣ ଦେବଙ୍କୁ ତାଙ୍କର କାମାରହାଟି ଠାକୁର ବାଡ଼ିରେ ପଦଧୂଳି ନେବାକୁ ନିମନ୍ତ୍ରଣ ଜଣାଇଲେ। ଠାକୁର ମଧ୍ୟ ସୁବିଧା ଦେଖି ଦିନେ ଯିବେ ବୋଲି ପ୍ରତିଶ୍ରୁତି ଦେଲେ। ପ୍ରକୃତରେ ଠାକୁର ସେଦିନ ତାଙ୍କର ଓ ଗୋପାଳର ମାଆଙ୍କର ଅନେକ ପ୍ରଶଂସା କରିଥିଲେ। କହିଥିଲେ, ଆହା, ଚକ୍ଷୁ ଓ ମୁଖର କି ଭାବ, କି ଭକ୍ତି! ପ୍ରେମରେ ଯେପରି ଭାସୁଛି ପ୍ରେମମୟ ଚକ୍ଷୁ। ନାକର ତିଲକ ପର୍ଯ୍ୟନ୍ତ ସୁନ୍ଦର, ତଥା ସେମାନଙ୍କର ଚାଲିଚଳନ, ବେଶଭୂଷା ଇତ୍ୟାଦିରେ ଭିତରର ଭକ୍ତି ଭାବ ହିଁ ଯେପରି ଫୁଟି ବାହାରୁଛି, ଅଥଚ ଲୋକ ଦେଖାଣିଆ କିଛି ହିଁ ନାହିଁ। ପଟଲାଙ୍ଗଡ଼ାର ଗୋବିନ୍ଦଚନ୍ଦ୍ର ଦତ୍ତ କଲିକତାର କୌଣସି ଏକ ବିଖ୍ୟାତ ସୌଦାଗର ଅଫିସର ଗୁମାସ୍ତା ଥିଲେ। ସେଠାରେ କାର୍ଯ୍ୟଦକ୍ଷତା ଓ ଉଦ୍ୟମଶୀଳତା ଯୋଗୁଁ ଅନେକ ସମ୍ପତ୍ତିର ଅଧିକାରୀ ହୋଇଥିଲେ, କିନ୍ତୁ କିଛି କାଳ ପରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଅକର୍ମଣ୍ୟ ହୋଇ ପଡ଼ିଲେ। ତାଙ୍କର ଏକମାତ୍ର ପୁତ୍ର ଏହା ପୂର୍ବରୁ ହିଁ ମୃତ୍ୟୁମୁଖରେ ପତିତ ହୋଇଥିଲେ। କେବଳ ଭୂତ ଓ ନାରଦ ନାମ୍ନୀ 2 କନ୍ୟା ଏବଂ ସେମାନଙ୍କର ସନ୍ତାନ ସନ୍ତତି ଥିଲେ। ଏପଟେ ବିଷୟ ସମ୍ପତ୍ତି କିଛି କମ୍ ନଥିଲା, ତେଣୁ ଶେଷ ଜୀବନରେ ଗୋବିନ୍ଦ ବାବୁଙ୍କର ଧର୍ମ ଆଲୋଚନା ଓ ପୁଣ୍ୟକର୍ମରେ ହିଁ ଦିନ ବିତୁଥିଲା। ଘରେ ରାମାୟଣ ମହାଭାରତ ଆଦିର କଥା କରାଇବା, କାମାରହାଟିର ବଗିଚାରେ ଶ୍ରୀରାଧାକୃଷ୍ଣ ବିଗ୍ରହ ସମାରୋହ ସହକାରେ ସ୍ଥାପନ କରିବା, ଭାଗବତ ଆଦି ଶାସ୍ତ୍ର ପାରାୟଣ, ସସ୍ତ୍ରୀକ ତୁଳାଦଣ୍ଡ ଅନୁଷ୍ଠାନ କରି ବ୍ରାହ୍ମଣ ଦରିଦ୍ର ପ୍ରଭୃତିଙ୍କୁ ଦାନ ଇତ୍ୟାଦି ସତ୍କର୍ମ ଅନେକ କରିଥିଲେ। ବିଶେଷତଃ କାମାରହାଟି ବଗିଚାରେ ଶ୍ରୀବିଗ୍ରହଙ୍କର ପୂଜା ଉପଲକ୍ଷେ ସେତେବେଳେ 12 ମାସରେ 13 ପାର୍ବଣ ଲାଗି ରହୁଥିଲା ଏବଂ ଅତିଥି ଅଭ୍ୟାଗତ ଦୀନ ଦରିଦ୍ର ସମସ୍ତଙ୍କୁ ଶ୍ରୀ ରାଧାକୃଷ୍ଣଜୀଉଙ୍କର ପ୍ରସାଦ ଅକାତରରେ ବିତରଣ କରାଯାଉଥିଲା। ତାଙ୍କର ଭକ୍ତିମତୀ ପତ୍ନୀ ଗୋବିନ୍ଦ ବାବୁଙ୍କର ମୃତ୍ୟୁ ପରେ ତାଙ୍କର ସତ୍ୟସାଧ୍ୱୀ ରମଣୀ ମଧ୍ୟ ଶ୍ରୀବିଗ୍ରହଙ୍କର ସେହି ପ୍ରକାର ସମାରୋହରେ ସେବା ଅନେକ ଦିନ ପର୍ଯ୍ୟନ୍ତ ଚଳାଇ ଆସୁଥିଲେ। ପରେ ନାନା କାରଣରୁ ସମ୍ପତ୍ତିର ଅଧିକାଂଶ ନଷ୍ଟ ହେଲା। ସେହି କାରଣରୁ ଶ୍ରୀବିଗ୍ରହଙ୍କର ସେବାରେ ଯେପରି ତ୍ରୁଟି ନ ହୁଏ, ସେ ବିଷୟରେ ଲକ୍ଷ୍ୟ ରଖିବାକୁ ଗୋବିନ୍ଦ ବାବୁଙ୍କର ପତ୍ନୀ ଏବେ ସ୍ୱୟଂ ଏଠାରେ ରହି ସେ ବିଷୟରେ ତତ୍ତ୍ୱାବଧାନ କରୁଥିଲେ। ଗୋବିନ୍ଦ ବାବୁଙ୍କର ସ୍ତ୍ରୀ ପୁରୁଣାକାଳିଆ ଝିଅ, ଜୀବନରେ ଶୋକ ସନ୍ତାପ ମଧ୍ୟ ଢେର ପାଇଛନ୍ତି। ସୁତରାଂ ଧର୍ମାନୁଷ୍ଠାନ ହିଁ ଶାନ୍ତି, ଏକଥା ମର୍ମେ ବୁଝିଥିଲେ। କିନ୍ତୁ ତଥାପି ମାୟା କ'ଣ ସହଜରେ ଛାଡ଼େ? ଝିଅ, ଜ୍ୱାଇଁ, ସମାଜ, ମାନ ସମ୍ଭ୍ରମ ଇତ୍ୟାଦି ମଧ୍ୟ ଦେଖିବାକୁ ପଡ଼ୁଥିଲା।
ସ୍ୱାମୀଙ୍କର ମୃତ୍ୟୁ ଦିନଠୁ ନିଜେ କିନ୍ତୁ କଠୋର ବ୍ରହ୍ମଚର୍ଯ୍ୟର ଅନୁଷ୍ଠାନ କରୁଥିଲେ। ମାଟିରେ ଶୟନ, ତ୍ରିସନ୍ଧ୍ୟା ସ୍ନାନ, ଥରେ ମାତ୍ର ଭୋଜନ, ବ୍ରତ ନିୟମ, ଉପବାସ, ଶ୍ରୀବିଗ୍ରହଙ୍କର ସେବା, ଜପ ଧ୍ୟାନ ଦାନ ଇତ୍ୟାଦିରେ ଦିନ କଟାଉଥିଲେ। ବାଲ୍ୟ ବିଧବା ଅଘରମଣି ତାଙ୍କର ପୁରୋହିତ ବଂଶ। କାମାରହାଟି ମନ୍ଦିରର ଅତି ନିକଟରେ ଗୋବିନ୍ଦ ବାବୁଙ୍କର ପୁରୋହିତ ବଂଶର ବାସସ୍ଥାନ ଥିଲା। ପୁରୋହିତ ନୀଳମାଧବ ବନ୍ଦୋପାଧ୍ୟାୟ ମହାଶୟ ମଧ୍ୟ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଥିଲେ। ଗୋପାଳର ମା ଏହାଙ୍କର ଭଉଣୀ, ପୂର୍ବ ନାମ ଅଘରମଣି ଦେବୀ। ବାଳିକା ବୟସରେ ବିଧବା ଭାବରେ ପିତ୍ରାଳୟରେ ଚିରକାଳ ବାସ କରୁଥିଲେ। ଗୃହିଣୀ ଅର୍ଥାତ୍ ଗୋବିନ୍ଦ ବାବୁଙ୍କର ପତ୍ନୀଙ୍କ ସହିତ ବିଶେଷ ଘନିଷ୍ଠତା ହେବା କାରଣରୁ ଅଘରମଣି କାମାରହାଟିର ବଗିଚାରେ ଠାକୁର ସେବାରେ ହିଁ କାଳ କଟାଉଥିଲେ। କ୍ରମେ ଅନୁରାଗର ଆଧିକ୍ୟରେ ଗଙ୍ଗା ତୀରରେ ମନ୍ଦିରରେ ବାସ କରିବା ଇଚ୍ଛା ପ୍ରବଳ ହେବାରୁ ସେ ଗୃହିଣୀଙ୍କର ଅନୁମତି ନେଇ ମହିଳା ମହଲର ଗୋଟିଏ ଘରେ ଆସି ବସବାସ କଲେ। ପିତ୍ରାଳୟକୁ ଦିନରେ ଥରେ ଦୁଇଥର ଯାଇ ଦେଖା ସାକ୍ଷାତ କରି ଆସୁଥିଲେ। ଗୋବିନ୍ଦ ବାବୁଙ୍କର ପତ୍ନୀ ଯେପରି କଠୋର ବ୍ରହ୍ମଚର୍ଯ୍ୟ ଓ ତପନୁଷ୍ଠାନରେ ଅନୁରାଗ, ଅଘରମଣିଙ୍କର ମଧ୍ୟ ତଦ୍ରୂପ ଥିଲା। ସେଥିପାଇଁ ଉଭୟଙ୍କ ମଧ୍ୟରେ ମାନସିକ ଚିନ୍ତା ଓ ଭାବର ଅନେକ ସାଦୃଶ୍ୟ ଥିଲା। କିନ୍ତୁ ବାହାରେ ବିଷୟର ଅଧିକରଣ ଗୋବିନ୍ଦ ବାବୁଙ୍କର ପତ୍ନୀଙ୍କର ସାମାଜିକ ମାନ ସମ୍ଭ୍ରାନ୍ତି ଦେଖି ଚଳିବାକୁ ପଡ଼ୁଥିଲା। ଅଘରମଣିଙ୍କର କିଛି ନଥିବାରୁ ସେସବୁ କିଛି ଦେଖିବାକୁ ପଡ଼ୁନଥିଲା। ସନ୍ତାନ ନଥିବାରୁ ଜଞ୍ଜାଳ ମଧ୍ୟ କିଛି ନଥିଲା। ସମ୍ପତ୍ତି ଭିତରେ ବୋଧହୁଏ ଅଳଙ୍କାରାଦି ସ୍ତ୍ରୀଧନ ବିକ୍ରୟ ଦ୍ୱାରା ପ୍ରାପ୍ତ 500-700 ଟଙ୍କା, ତା ମଧ୍ୟ ସରକାରୀ କାଗଜ ଆକାରରେ ଗୋବିନ୍ଦ ବାବୁଙ୍କ ପତ୍ନୀଙ୍କ ନିକଟରେ ଗଚ୍ଛିତ ଥିଲା। ଏହାର ସୁଧରେ ଓ ସମୟ ସମୟରେ ଅସୁବିଧା ହେଲେ ମୂଳଧନରୁ ଅଳ୍ପ ଅର୍ଥ ନେଇ ସେ ଦିନ ବିତାଉଥିଲେ। ଅବଶ୍ୟ ଗୋବିନ୍ଦ ବାବୁଙ୍କର ପତ୍ନୀ ମଧ୍ୟ ସବୁ ବିଷୟରେ ତାଙ୍କୁ ଓ ତାଙ୍କ ଭାଇଙ୍କ ପରିବାରବର୍ଗଙ୍କୁ ସାହାଯ୍ୟ କରୁଥିଲେ। ଅଘରମଣିଙ୍କର ଆଚାର୍ୟ ନିଷ୍ଠା। ଅଘରମଣି ବାଲ୍ୟ ବିଧବା ଥିଲେ। ସ୍ୱାମୀ ସୁଖ କେବେ ଜୀବନରେ ଜାଣି ନାହାନ୍ତି। ସ୍ତ୍ରୀ ଲୋକମାନେ କହନ୍ତି, ଏମାନେ ସବୁ ନିଷ୍ଠାପର ବିଧବା, ଲୁଣକୁ ମଧ୍ୟ ଧୋଇ ଖାଆନ୍ତି। ଅଘରମଣି ବୟସ ପ୍ରାପ୍ତ ହେବା ପର୍ଯ୍ୟନ୍ତ ସେହିପରି ଥିଲେ। ପ୍ରବଳ ଆଚାର ବିଚାର ଥିଲା। ଆମେ ଜାଣୁ, ଦିନେ ସେ ରନ୍ଧନ କରି ଡେକ୍ଚିରୁ ଭାତ ନେଇ ପରମହଂସଦେବଙ୍କ ଥାଳିରେ ପରିବେଷଣ କରୁଛନ୍ତି। ଏହି ସମୟରେ ଶ୍ରୀରାମକୃଷ୍ଣ ଦେବ କୌଣସି କାରଣରୁ ଭାତର ଚଟୁକୁ ଛୁଇଁ ଦେଲେ। ଅଘରମଣିଙ୍କର ସେ ଭାତ ଆଉ ଖାଇବା ହେଲା ନାହିଁ ଏବଂ ଭାତର ଚଟୁଟି ମଧ୍ୟ ଗଙ୍ଗା ଗର୍ଭରେ ନିକ୍ଷିପ୍ତ ହେଲା। ସେ ଯେତେବେଳେ ପ୍ରଥମେ ଠାକୁରଙ୍କ ନିକଟକୁ ଆସିଥିଲେ, ସେହି ସମୟର କଥା। ଦକ୍ଷିଣେଶ୍ୱରର ନବଗତ ଘରେ 2-3ଟି ଚୁଲି ଥିଲା। ଶ୍ରୀ କାଳୀମାତାଙ୍କର ଭୋଗରାଗ ସରିବାକୁ ଅନେକ ବିଳମ୍ବ ହେଉଥିଲା। କେବେ କେବେ ଦିନ 2:30 ହୋଇଯାଉଥିଲା। ପରମହଂସଦେବଙ୍କର ଶରୀର ଅସୁସ୍ଥ ଥିଲା ଏବଂ ତାଙ୍କର ପେଟ ବେମାର ବହୁତ ଲାଗି ରହୁଥିଲା। ତେଣୁ ପରମାରାଧ୍ୟା ମାତା ଠାକୁରାଣୀ ଏହି ଚୁଲିରେ ଶୀଘ୍ର ଅଳ୍ପ ଝୋଳ ଓ ଭାତ ରାନ୍ଧି ତାଙ୍କୁ ଦେଉଥିଲେ। ଯେଉଁ ସମସ୍ତ ଭକ୍ତମାନେ ଠାକୁରଙ୍କ ନିକଟରେ ମଝିରେ ରାତ୍ରି ଯାପନ କରୁଥିଲେ, ସେମାନଙ୍କ ପାଇଁ ଡାଲି ରୁଟି ଏହି ଚୁଲିରେ ତିଆରି ହେଉଥିଲା। ପୁଣି କଲିକତା ପ୍ରଭୃତି ସ୍ଥାନରୁ ଅନେକ ଭଦ୍ରମହିଳା ଠାକୁରଙ୍କ ଦର୍ଶନରେ ଆସି ମାତା ଠାକୁରାଣୀଙ୍କ ସହିତ ସେ ନବଗତଖାନାରେ ସାରା ଦିନ ରହୁଥିଲେ ଏବଂ ବେଳେବେଳେ ସେଠାରେ ରାତ୍ରି ଯାପନ ମଧ୍ୟ କରୁଥିଲେ। ସେମାନଙ୍କର ଆହାରାଦି ମଧ୍ୟ ଶ୍ରୀ ମା ସେହି ଚୁଲିରେ ପ୍ରସ୍ତୁତ କରୁଥିଲେ। ଅଘରମଣି ଅଥବା ଠାକୁର ଯେପରି ତାଙ୍କୁ ପ୍ରଥମେ ନିର୍ଦ୍ଦେଶ କରୁଥିଲେ, କାମାରହାଟିର ବ୍ରାହ୍ମଣୀ ଠାକୁରାଣୀ ବା ବ୍ରାହ୍ମଣୀ ଯେଉଁଦିନ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିଲେ, ସେଦିନ ଠାକୁରଙ୍କୁ ଝୋଳ ଭାତ ରାନ୍ଧିବା ପରେ ଶ୍ରୀ ମାଙ୍କୁ ଗୋବର ଗଙ୍ଗା ଜଳ ଆଦି ଦେଇ 3 ଥର ଚୁଲିକୁ ରିପିବାକୁ ହେଉଥିଲା। ତେବେ ଯାଇ ସେଥିରେ ବ୍ରାହ୍ମଣୀର ଭାତ ଡେକ୍ଚି ବସୁଥିଲା। ଏତଦୂର ତାଙ୍କର ଆଚାର ବିଚାର ଥିଲା। ଗୋବିନ୍ଦ ବାବୁଙ୍କର ମନ୍ଦିରରେ ବାସ ଓ ତପସ୍ୟା। କାମାରହାଟିର ବ୍ରାହ୍ମଣୀ ପିଲାବେଳୁ ବଡ଼ ଅଭିମାନିନୀ ଥିଲେ। କାହାରି ସାମାନ୍ୟ କଥା ସହି ପାରୁନଥିଲେ। ଅର୍ଥ ସାହାଯ୍ୟ ପାଇଁ ହାତ ପତାଇବା ତ ଦୂରର କଥା, ସେଥିରେ ପୁଣି ଅନ୍ୟାୟ ଦେଖିଲେ ହିଁ ଲୋକଙ୍କ ଉପରେ କହିବାକୁ ଆଦୌ ଲଜ୍ଜା କରୁନଥିଲେ। ତେଣୁ ଖୁବ୍ କମ୍ ଲୋକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା। ଗୋବିନ୍ଦ ବାବୁଙ୍କର ପତ୍ନୀ ଯେଉଁ ଘରଟି ତାଙ୍କୁ ରହିବାକୁ ଦେଇଥିଲେ, ତାହା ଏକାବେଳକା ବଗିଚାର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ। ଘରର ଦକ୍ଷିଣରେ 3 ଗୋଟି ଝରକା ଦେଇ ସୁନ୍ଦର ଗଙ୍ଗା ଦର୍ଶନ ହେଉଥିଲା ଏବଂ ଉତ୍ତର ପଶ୍ଚିମରେ 2ଟି କବାଟ ଥିଲା। ବ୍ରାହ୍ମଣୀ ସେହି ଘରେ ବସି ଗଙ୍ଗା ଦର୍ଶନ କରୁଥିଲେ ଏବଂ ଦିବାରାତ୍ରି ଜପ କରୁଥିଲେ। ଏହିପରି ସେହି ଘରେ 30 ବର୍ଷରୁ ଅଧିକ କାଳ ବ୍ରାହ୍ମଣୀଙ୍କର ସୁଖ ଦୁଃଖରେ କଟିଯିବା ପରେ ଶ୍ରୀରାମକୃଷ୍ଣଙ୍କର ପ୍ରଥମ ଦର୍ଶନ ସେ ଲାଭ କରିଥିଲେ। ବ୍ରାହ୍ମଣୀଙ୍କର ପିତୃବଂଶ ବୋଧହୁଏ ଶାକ୍ତ ଥିଲେ। ଶ୍ୱଶୁର କୁଳ କ'ଣ ଥିଲେ କହିପାରିବୁ ନାହିଁ, କିନ୍ତୁ ତାଙ୍କର ସ୍ୱଭାବତଃ ବୈଷ୍ଣବଧର୍ମୀୟ ଭକ୍ତି ଥିଲା ଓ ଗୁରୁଙ୍କଠାରୁ ଗୋପାଳ ମନ୍ତ୍ର ଗ୍ରହଣ କରିଥିଲେ। ଗୋବିନ୍ଦ ବାବୁଙ୍କର ପତ୍ନୀଙ୍କ ସହିତ ଘନିଷ୍ଠତା ମଧ୍ୟ ବୋଧହୁଏ ତାଙ୍କର ସେହି ବିଷୟରେ ସହାୟକ ହୋଇଥିଲା, କାରଣ ମାଲପଡ଼ାର ଗୋସ୍ୱାମୀ ବଂଶମାନେ ହିଁ ଗୋବିନ୍ଦ ବାବୁଙ୍କର ଗୁରୁବଂଶ ଏବଂ ଏହାଙ୍କ ମଧ୍ୟରୁ ଜଣେ 2 ଜଣ କାମାରହାଟିର ଠାକୁରବାଡ଼ି ହେବା ପର୍ଯ୍ୟନ୍ତ ପ୍ରାୟ ସବୁ ସମୟରେ ସେ ସ୍ଥାନରେ ହିଁ ଅବସ୍ଥାନ କରୁଥିଲେ। କିନ୍ତୁ ମାଇକ ସମ୍ବନ୍ଧରେ ସନ୍ତାନ ବାତ୍ସଲ୍ୟର ସ୍ୱାଦ ଏ ଜନ୍ମରେ କିଛି ମାତ୍ରାରେ ନଥିଲା। କିଛି ମାତ୍ରାରେ ନ ପାଇ ମଧ୍ୟ ସେ କିପରି ଏ ଅଘରମଣିଙ୍କ ବାତ୍ସଲ୍ୟ ରସରେ ଏତେ ନିଷ୍ଠା ହେଲା ଏବଂ ଶ୍ରୀ ଭଗବାନଙ୍କୁ ପୁତ୍ରସ୍ଥାନୀୟ କରି ଗୋପାଳ ଭାବରେ ଭବନ କରିବାକୁ ଇଚ୍ଛା ହେଲା, ତାହାର ମୀମାଂସା କରିବା କଠିନ।
ଅନେକ କହିବେ ଏହା ପୂର୍ବଜନ୍ମ ସଂସ୍କାର। ଯାହା ହେଉ ଏ ଘଟଣା କିନ୍ତୁ ସତ୍ୟ। ପ୍ରଥମ ଦର୍ଶନରୁ ହିଁ କାମାରହାଟିର ବ୍ରାହ୍ମଣୀ ଶ୍ରୀରାମକୃଷ୍ଣ ଦେବଙ୍କ ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୋଇଥିଲେ। କାହିଁକି, କେଉଁ କାରଣରୁ ଏବଂ ଏହା କେତେ ଦୂର ଯିବ ସେ କଥା ଅବଶ୍ୟ କିଛି ଅନୁଭବ କରିପାରୁନଥିଲେ। କିନ୍ତୁ ଏ ଭଲ ଲୋକ ଯଥାର୍ଥ ସାଧୁଭକ୍ତ ଏବଂ ଏହାଙ୍କ ନିକଟକୁ ପୁନରାୟ ସମୟ ପାଇଲେ ହିଁ ଆସିବି, ଏ ଭାବରେ କିପରି ଏକ ଅବ୍ୟକ୍ତ ଆକର୍ଷଣର ଉଦୟ ହୋଇଥିଲା। ଗୋବିନ୍ଦବାବୁଙ୍କର ପତ୍ନୀ ମଧ୍ୟ ସେହି ପ୍ରକାର ଅନୁଭବ କରିଥିଲେ। କିନ୍ତୁ ସମାଜ ନିନ୍ଦା ଭୟରେ ଆଉ ଆସିଥିଲେ କି ନାହିଁ ସନ୍ଦେହ। ତା ସହିତ ଝିଅ ଜୟୀମାନଙ୍କ ପାଇଁ ତାଙ୍କୁ ଅନେକ ସମୟ ପୁଣି ପଟଲା ଡଙ୍ଗା ଘରେ କଟାଇବାକୁ ପଡ଼ୁଥିଲା। ସେଠାରୁ ଦକ୍ଷିଣେଶ୍ୱର ଅନେକ ଦୂର ଏବଂ ଆସିବାକୁ ହେଲେ ସମସ୍ତଙ୍କୁ ଜଣାଇ ଅନେକ ପ୍ରସ୍ତୁତି ନେଇ ଆସିବାକୁ ହୁଏ। ସେଥିପାଇଁ ଆଉ ବିଶେଷ ଆସିବ ହୋଇପାରୁନଥିଲା। ଅଗରମଣିଙ୍କର ଠାକୁରଙ୍କୁ ଦ୍ୱିତୀୟ ଥର ଦର୍ଶନ। ବ୍ରାହ୍ମଣୀଙ୍କର ଏସବୁ ଜଞ୍ଜାଳ ନଥିଲା। ତେଣୁ ପ୍ରଥମ ଦର୍ଶନର ଅଳ୍ପ ଦିନ ପରେ ଜପ କରୁ କରୁ ଠାକୁରଙ୍କ ନିକଟକୁ ଆସିବା ଇଚ୍ଛା ହେବା ମାତ୍ରେ 2-3 ପଇସାର ସନ୍ଦେଶ କିଣି ଦକ୍ଷିଣେଶ୍ୱରରେ ଆସି ପହଞ୍ଚିଲେ। ଠାକୁର ତାଙ୍କୁ ଦେଖିବା ମାତ୍ରେ କହିଲେ, ଆସିଛ, ମୋ ପାଇଁ କ'ଣ ଆଣିଛ ଦିଅ। ଗୋପାଳର ମା କହନ୍ତି, ମୁଁ ତ ଏଥିରେ ଭାବି ଆକୁଳ, କେମିତି ସେଇ ଖରାପ ସନ୍ଦେଶ ବାହାର କରିବି। ଏହାଙ୍କୁ ତ କେତେ ଲୋକ କେତେ ଭଲ ଭଲ ଜିନିଷ ଆଣି ଖୁଆଉଛନ୍ତି। ପୁଣି କ'ଣ ନା, ମୁଁ ଆସିବା ମାତ୍ରେ ଖାଇବାକୁ ମାଗିଲେଣି। ଲଜ୍ଜା ଭୟରେ କିଛି କହି ନପାରି ସେ ସନ୍ଦେଶ ଗୁଡ଼ିକ ବାହାର କରିଦେଲି। ଠାକୁର ମଧ୍ୟ ଏହାକୁ ମହା ଆନନ୍ଦରେ ଖାଉ ଖାଉ କହିବାକୁ ଲାଗିଲେ, ତୁମେ ପଇସା ଖର୍ଚ୍ଚ କରି ସନ୍ଦେଶ କାହିଁକି ଆଣିଲ? ନଡ଼ିଆ କୋରା କରି ରଖିବ। ଆସିବା ବେଳେ ତାହା ହିଁ 2ଟା ଆଣିବ। ନହେଲେ ଯାହା ତୁମେ ନିଜ ହାତରେ ରାନ୍ଧିବ, ଲାଉ ଶାଗ ତରକାରୀ, ଆଳୁ ବାଇଗଣ ବଡ଼ି ଦେଇ ସଜନା ଛୁଇଁ ତରକାରୀ, ତାହା ହିଁ ନେଇ ଆସିବ। ତୁମ ହାତରେ ରନ୍ଧା ଖାଇବାକୁ ଭାରି ଇଚ୍ଛା ହୁଏ। ଗୋପାଳର ମା କହିଲେ, ଧର୍ମକର୍ମ ଦୂରକୁ ଗଲା, ଏପରି ଖାଲି ଖାଇବା କଥା ହିଁ ଚାଲିଲା। ମୁଁ ଭାବିବାକୁ ଲାଗିଲି, ଭଲ ସାଧୁ ଦେଖିବାକୁ ଆସିଲି, କେବଳ ଖାଇବା ଆଉ ଖାଇବା। ମୁଁ ଗରିବ କଙ୍ଗାଳ ଲୋକ, କେଉଁଠୁ ଏତେ ଖାଇବାକୁ ଦେଇପାରିବି? ଯାହା ହେଉ, ଆଉ ଆସିବି ନାହିଁ। କିନ୍ତୁ ଯିବା ସମୟରେ ଦକ୍ଷିଣେଶ୍ୱର ବଗିଚାର ଗେଟ୍ ଯେମିତି ପାର ହୋଇଛି, ଠିକ୍ ଯେପରି ସେ ପଛକୁ ଟାଣିବାକୁ ଲାଗିଲେ। କୌଣସି ମତେ ଆଉ ଆଗେଇ ପାରୁନାହିଁ। ଅନେକ ଭାବରେ ମନକୁ ବୁଝାଇ ଟାଣି ଉଟାରି କାମାରହାଟି ଫେରିଲି। ଏହାର କେତେଦିନ ପରେ ପୁଣି କାମାରହାଟିର ବ୍ରାହ୍ମଣୀ ତରକାରୀ ହାତରେ ଧରି 3 ମାଇଲ ଚାଲି ଆସି ପରମହଂସ ଦେବଙ୍କ ଦର୍ଶନ ନିମନ୍ତେ ଉପସ୍ଥିତ ହେଲେ। ଠାକୁର ମଧ୍ୟ ପୂର୍ବପରି ଆସିବା ମାତ୍ରେ ତାହା ମାଗି ଖାଇଲେ ଏବଂ ଆହା, କେଡ଼େ ସୁନ୍ଦର ରନ୍ଧା, ଯେପରି ସୁଧା କହି ଆନନ୍ଦ ପ୍ରକାଶ କରିବାକୁ ଲାଗିଲେ। ଗୋପାଳର ମାଙ୍କର ସେ ଆନନ୍ଦ ଦେଖି ତାଙ୍କ ଚକ୍ଷୁରୁ ଅଶ୍ରୁ ଆସିଲା। ଭାବିଲେ, ସେ ଗରିବ କାଙ୍ଗାଳ ବୋଲି ତାଙ୍କର ଏହି ସାମାନ୍ୟ ଜିନିଷରେ ଠାକୁର ଏତେ ପ୍ରଶଂସା କରୁଛନ୍ତି। ମସିହା ଆଲୋକ୍ୟକୁ ବାଳଗୋପାଳ ମୂର୍ତ୍ତି ଦର୍ଶନରେ ଅଗରମଣିଙ୍କର ଅବସ୍ଥା। 1884 ଶୀତ ଋତୁ ଚାଲିଯାଇ କୁସୁମାକର ରସ ବସନ୍ତର ଆଗମନ ହେଲା। ପତ୍ରପୁଷ୍ପ ଋତୁପୂର୍ଣ୍ଣ ବସୁନ୍ଧରା ଏକ ଅପୂର୍ବ ଉନ୍ମତ୍ତତାର ବାଗରେ ତୋଇ ଉଠିଲା। ସେ ଉନ୍ମତ୍ତର ଭଲ ମନ୍ଦ ନାହିଁ, କିନ୍ତୁ ଜୀବର ପ୍ରବୃତ୍ତିରେ ଅଛି। ଯାହାର ଯେପରି ସୁ ବା କୁପ୍ରବୃତ୍ତି ବା ସଂସ୍କାର ତାହା ନିକଟତର, ତାହା ସେପରି ପ୍ରକାଶିତ ହୁଏ। ସାଧୁ ବା ସତ୍ ବିଷୟରେ ନବଜାଗରଣରେ ଜାଗରିତ ହୁଏ ଏବଂ ଅସାଧୁ ସାଧୁ ଅନ୍ୟ ରୂପରେ। ଏହା ହିଁ ପ୍ରଭେଦ। ଏପରି ସମୟରେ କାମାରହାଟିର ବ୍ରାହ୍ମଣୀ ରାତି 3ଟା ସମୟରେ ଉପରେ ବସିଛନ୍ତି। ଜପ କରିବା ପରେ ଇଷ୍ଟଦେବତାଙ୍କୁ ଜପ ସମର୍ପଣ କରିବା ପୂର୍ବରୁ ପ୍ରାଣାୟାମ କରିବାକୁ ଆରମ୍ଭ କରୁଛନ୍ତି। ଏପରି ସମୟରେ ଦେଖିଲେ ଶ୍ରୀରାମକୃଷ୍ଣ ଦେବ ତାଙ୍କ ନିକଟରେ ବାମ ପାଖରେ ବସିଛନ୍ତି ଏବଂ ଠାକୁରଙ୍କର ଦକ୍ଷିଣ ହସ୍ତଟି ମୁଠା କରିବା ପରି ଦେଖାଯାଉଛି। ଦକ୍ଷିଣେଶ୍ୱରରେ ଠାକୁରଙ୍କୁ ଯେପରି ଦର୍ଶନ କରିଥିଲେ, ଏବେ ମଧ୍ୟ ଠିକ୍ ସେହିପରି ସ୍ପଷ୍ଟ ଜୀବନ୍ତ ଦେଖିଲେ। ଭାବିଲେ, ଇଏ ମୁଁ କ'ଣ ଦେଖୁଛି? ଏହି ସମୟରେ ଇଏ କେଉଁଠୁ କିପରି ଏଠାକୁ ଆସିଲେ? ଗୋପାଳର ମା କହନ୍ତି, ମୁଁ ଅବାକ ହୋଇ ତାଙ୍କୁ ଦେଖୁଛି ଆଉ ସେଇ କଥା ଭାବୁଛି। ଏପଟେ ଗୋପାଳ, ଶ୍ରୀରାମକୃଷ୍ଣ ଦେବଙ୍କୁ ସେ ଗୋପାଳ ବୋଲି କହୁଥିଲେ। ଗୋପାଳ ବସି ମୁରୁକି ହସୁଛି। ତାପରେ ସାହସ କରି ବାଁ ହାତରେ ଯେପରି ଗୋପାଳର ଅର୍ଥାତ୍ ଶ୍ରୀରାମକୃଷ୍ଣ ଦେବଙ୍କର ବାଁ ହାତଟି ଧରିଛି, ସେହି ମୂର୍ତ୍ତି ତତ୍କ୍ଷଣାତ୍ କେଉଁଠି ଉଭେଇ ଗଲା। ଆଉ ତାଙ୍କ ଭିତରୁ 10 ମାସର ସତକୁ ଗୋପାଳ ହାତ ଦେଖାଇ ଏତେ ବଡ଼ ପିଲା ବାହାରି ଗୁରୁଣ୍ଡି ହାତ ଟେକି ମୋର ମୁହଁକୁ ଚାହିଁ ସେ କି ରୂପ କି ଚାହାଣୀ କହିଲା, ମା ଲହୁଣୀ ଦେ। ମୁଁ ତା ଦେଖି ଏକାବେଳକେ ହତଜ୍ଞାନ। ତାହା କି ଚମତ୍କାର ଘଟଣା! ମୁଁ ଚିତ୍କାର କରି କାନ୍ଦି ଉଠିଲି। ସେ ତ ସାଧାରଣ ଚିତ୍କାର ନୁହେଁ। ଘରେ କେହି ନଥିଲେ, ନହେଲେ ଲୋକ ଜମା ହୋଇଯାଇଥାନ୍ତେ। କାନ୍ଦି କାନ୍ଦି କହିଲି, ବାବା, ମୁଁ ଦୁଃଖିନୀ କାଙ୍ଗାଳିନୀ, ମୁଁ ତୁମକୁ କ'ଣ ଖୁଆଇ ପାରିବି? ଲହୁଣୀ କ୍ଷୀର କେଉଁଠୁ ପାଇବି ବାବା? କିନ୍ତୁ ସେ ଅଦ୍ଭୁତ ଗୋପାଳ କ'ଣ ତାହା ଶୁଣୁଛି? କେବଳ କହୁଛି ଖାଇବାକୁ ଦେ। କ'ଣ କରିବି? କାନ୍ଦି କାନ୍ଦି ଉଠି ଶିକାରୁ ଶୁଖିଲା ନଡ଼ିଆ ଲଡ଼ୁ ତାଙ୍କ ହାତରେ ଦେଲି ଓ କହିଲି, ବାବା ଗୋପାଳ, ମୁଁ ତୁମକୁ ଏହି କଦର୍ଯ୍ୟ ଜିନିଷ ଖାଇବାକୁ ଦେଉଛି ବୋଲି ମୋତେ ଯେପରି ଏମିତି ଖାଇବାକୁ ନ ଦିଅ।
ଏହି ଅବସ୍ଥାରେ ଗୋପାଳର ମାଆଙ୍କର ଦକ୍ଷିଣେଶ୍ୱରକୁ ଠାକୁରଙ୍କ ନିକଟକୁ ଆସିବା। ତାପରେ ସେଦିନ କିଏ ଜପ କରେ। ଗୋପାଳ ଆସି କୋଳରେ ବସୁଛି, ମାଳା ଛଡ଼ାଇ ନେଉଛି, କାନ୍ଧ ଉପରେ ଚଢ଼ୁଛି, ଘର ସାରା ଘୁରି ବୁଲୁଛି। ଯେମିତି ସକାଳ ହେଲା, ପାଗଳି ପରି ଦୌଡ଼ି ଦୌଡ଼ି ଦକ୍ଷିଣେଶ୍ୱର ଚାଲି ଆସିଲି। ଗୋପାଳ ମଧ୍ୟ କୋଳକୁ ଉଠି କାନ୍ଧ ଉପରେ ମୁଣ୍ଡ ରଖି ମୋ ସହିତ ଆସିଲା। ମୁଁ ମଧ୍ୟ ଗୋଟାଏ ହାତରେ ଗୋପାଳର ଅଣ୍ଟାକୁ ଧରି ଅନ୍ୟ ହାତ ତା ପିଠିରେ ପକାଇ ଛାତିରେ ଧରି ପୁରା ରାସ୍ତା ଚାଲିଲି। ମୁଁ ସ୍ପଷ୍ଟ ଦେଖୁଥାଏ ଗୋପାଳର ନାଲି ଟୁକୁଟୁକୁ ପାଦ ଦୁଇଟି ମୋର ଛାତି ଉପରେ ଝୁଲୁଛି। ଅଗରମଣି ଯେଉଁଦିନ ସେହି ରୂପରେ ସହସା ନିଜ ଉପାସ୍ୟ ଦେବତାଙ୍କ ଦର୍ଶନ ଲାଭ କରି ଭାବରେ ପ୍ରେମରେ ଉନ୍ମତ୍ତ ହୋଇ କାମାରହାଟି ବଗିଚାରୁ ଚାଲି ଚାଲି ଦକ୍ଷିଣେଶ୍ୱରରେ ଠାକୁରଙ୍କ ନିକଟରେ ପ୍ରତିଷ୍ଠରେ ଆସି ଉପସ୍ଥିତ ହେଲେ, ସେଦିନ ଆମର ଜଣେ ପରିଚିତା ସ୍ତ୍ରୀ ଭକ୍ତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତାଙ୍କ ନିକଟରୁ ଆମେ ଯାହା ଶୁଣିଥିଲୁ ସେ କଥା ଆମେ ଏବେ ପାଠକଙ୍କୁ କହିବୁ। ସେ କହିଥିଲେ, ମୁଁ ସେତେବେଳେ ଠାକୁରଙ୍କ ଘରକୁ ଝାଡ଼ୁ ମାରି ସଫା କରୁଛି। ସମୟ 7ଟା କି 7:30 ହେବ। ଏହି ସମୟରେ ଶୁଣିବାକୁ ପାଇଲି, ବାହାରେ କିଏ ଗୋପାଳ ଗୋପାଳ ବୋଲି ଡାକି ଡାକି ଠାକୁରଙ୍କ ଘର ଆଡ଼କୁ ଆସୁଛି। କଣ୍ଠସ୍ୱର ପରିଚିତ। କ୍ରମେ ନିକଟତର ହେବାକୁ ଲାଗିଲା। ଦେଖିଲି ଗୋପାଳର ମା ପାଗଳି ପରି ଚକ୍ଷୁଦ୍ୱୟ ଯେପରି କପାଳରୁ ଉଠିଛି, ଲୁଗା କାନି ଭୂଇଁରେ ଘୁଷୁରୁଛି, କେଉଁଥିରେ ଯେପରି ଭ୍ରୂକ୍ଷେପ ନାହିଁ। ଏପରି ଠାକୁରଙ୍କ ଘରେ ପୂର୍ବ ଦିଗରେ ଦ୍ୱାର ଦେଇ ବସୁଛି। ଠାକୁର ସେତେବେଳେ ଘର ଭିତରେ ଛୋଟ ତକ୍ତପୋଷ ଉପରେ ବସିଥିଲେ। ଗୋପାଳର ମାଆକୁ ଏପରି ଅବସ୍ଥାରେ ଦେଖି ମୁଁ ଏକାବେଳକେ ଅବାକ୍ ହେଲି। ଏହି ସମୟରେ ତାକୁ ଦେଖି ଠାକୁରଙ୍କର ମଧ୍ୟ ଭାବ ହୋଇଗଲା। ଇତିମଧ୍ୟରୁ ଗୋପାଳର ମା ଆସି ଠାକୁରଙ୍କ ନିକଟରେ ବସି ପଡ଼ିଲା ଏବଂ ଠାକୁର ମଧ୍ୟ ପୁତ୍ର ପରି ତାର କୋଳରେ ଯାଇ ବସିଲେ। ଗୋପାଳ ମାଆର ଦୁଇ ଚକ୍ଷୁରୁ ସେତେବେଳେ ଅବିରତ ଅଶ୍ରୁଧାରା ବହୁଛି। ପୁଣି ଯେଉଁ କ୍ଷୀର ସର ଲହୁଣୀ ଆଣିଥିଲା ସେସବୁ ଠାକୁରଙ୍କ ନିକଟରେ ପାଟିରେ ଦେଇ ଖୁଆଇବାକୁ ଲାଗିଲା। ମୁଁ ତ ଦେଖି ଅବାକ୍ ନିଶ୍ଚଳ ହୋଇଗଲି, କାରଣ ଏହା ପୂର୍ବରୁ ଠାକୁରଙ୍କ ଭାବ ଅବସ୍ଥାରେ କୌଣସି ସ୍ତ୍ରୀ ଲୋକଙ୍କୁ ସ୍ପର୍ଶ କରିବାରେ ଦେଖି ନାହିଁ। କିନ୍ତୁ ଶୁଣିଥିଲି ଠାକୁରଙ୍କର ଗୁରୁ ବ୍ରାହ୍ମଣୀଙ୍କର ବେଳେବେଳେ ଯଶୋଦାଙ୍କର ଭାବ ହେଉଥିଲା ଏବଂ ଠାକୁର ସେତେବେଳେ ଗୋପାଳ ଭାବରେ ତାଙ୍କ କୋଳରେ ଯାଇ ବସୁଥିଲେ। ସେ ଯାହା ହେଉ, ଗୋପାଳର ମାଆଙ୍କର ଏହି ଅବସ୍ଥା ଓ ଠାକୁରଙ୍କ ଭାବ ଦେଖି ମୁଁ ତ ପୁରା ସ୍ତମ୍ଭିତ। କେତେ ସମୟ ପରେ ଠାକୁରଙ୍କର ସେ ଭାବ କମିଲା ଏବଂ ସେ ଯାଇ ନିଜର ଖଟ ଉପରେ ବସିଲେ। ଗୋପାଳ ମାଆର କିନ୍ତୁ ସେ ଭାବ କମୁ ନାହିଁ। ଆନନ୍ଦରେ ଉଠିପଡ଼ି ବ୍ରହ୍ମା ନାଚେ, ବିଷ୍ଣୁ ନାଚେ ଇତ୍ୟାଦି ପାଗଳି ପରି କହି ଘର ସାରା ନାଚି ନାଚି ବୁଲିଲା। ଠାକୁର ଏହା ଦେଖି ହସି ହସି ମୋତେ କହିଲେ, ଦେଖ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଇଛି। ତାର ମନ ଏବେ ଗୋପାଳ ଲୋକକୁ ଚାଲିଯାଇଛି। ବାସ୍ତବିକ ଗୋପାଳ ମାଆଙ୍କର ସେତେବେଳେ ଭାବାବେଶରେ ଏପରି ଦର୍ଶନ ହେଉଥିଲା ଯେ ସେ ଯେପରି ଅନ୍ୟ ଜଣେ ମଣିଷ ହୋଇଯାଇଥିଲେ। ଆଉ ଦିନେ ଖାଇବା ସମୟରେ ଭାବରେ ପ୍ରେମରେ ଗଦଗଦ ହୋଇ ଆମ ସମସ୍ତଙ୍କୁ ଗୋପାଳ ବୋଲି ନିଜ ହାତରେ ଭାତ ଖୁଆଇ ଦେଇଥିଲେ। ମୁଁ ଆମ ସମାନ ଜାତିରେ ଝିଅ ବିବାହ ଦେଇ ନାହିଁ ବୋଲି ମୋତେ ମନେ ମନେ ଟିକିଏ ଘୃଣାଭାବ କରୁଥିଲେ। ସେଦିନ ସେଥିପାଇଁ ଗୋପାଳର ମାଆ କେତେ ଅନୁନୟ ବିନୟ କରି କହିଲେ, ମୁଁ କ'ଣ ଆଗେ ଜାଣିଥିଲି ଯେ ତୋ ଭିତରେ ଏତେ ଭକ୍ତି ବିଶ୍ୱାସ ଅଛି? ଯେଉଁ ଗୋପାଳ ଭାବ ସମୟରେ ପ୍ରାୟ କାହାକୁ ଛୁଇଁପାରେ ନାହିଁ, ଆଜି ଭାବାବେଶରେ ତୋ ପିଠି ଉପରେ ଚାହିଁ ବସିଲା। ତୁ କ'ଣ ସାମାନ୍ୟ? ବାସ୍ତବିକ ସେଦିନ ଠାକୁର ଗୋପାଳର ମାଆକୁ ଦେଖି ସହସା ଗୋପାଳ ଭାବାବିଷ୍ଟ ହୋଇ ପ୍ରଥମେ ଏହି ସ୍ତ୍ରୀ ଭକ୍ତଟିର ପିଠିରେ ଓ ପରେ ଗୋପାଳର ମାଆଙ୍କ କୋଳରେ କିଛି ସମୟ ପାଇଁ ଉପବେଶନ କରିଥିଲେ। ଅଘରମଣି ଏପରି ଭାବରେ ଦକ୍ଷିଣେଶ୍ୱରରୁ ଉପସ୍ଥିତ ହୋଇ ଭାବର ଆଧିକ୍ୟ ଯୋଗୁଁ ଅଶ୍ରୁ ଜଳ ଝରାଇ ଶ୍ରୀରାମକୃଷ୍ଣ ଦେବଙ୍କୁ କେତେ କ'ଣ କହିଗଲେ। ହେଇ ତ ଗୋପାଳ ମୋ କୋଳରେ, ହେଇ ସେ ତୁମ ଅଥା ଶ୍ରୀରାମକୃଷ୍ଣଙ୍କ ଭିତରେ ପଶିଗଲା। ପୁଣି ସେ ବାହାରି ଆସିଲା, ଆସ ବାବା, ଦୁଃଖିନୀ ମା ପାଖକୁ ଆସ ଇତ୍ୟାଦି କହୁ ଦେଖିଲେ ଚପଳ ଗୋପାଳ କେତେବେଳେ ଠାକୁରଙ୍କ ଶରୀରରେ ମିଶିଗଲା, ପୁଣି କେତେବେଳେ ଉଜ୍ଜ୍ୱଳ ବାଳକ ମୁହଁରେ ତାଙ୍କ ନିକଟକୁ ଆସି ଅଦୃଷ୍ଟପୂର୍ବ ବାଲ୍ୟଲୀଳାର ତରଙ୍ଗ ଉଠାଇ ତାଙ୍କ ବାହ୍ୟ ଜଗତର କଠୋର ଶାସନ, ନିୟମ ପ୍ରଭୃତି ସବୁକିଛି ଭୁଲାଇ ଦେଇ ସମ୍ପୂର୍ଣ୍ଣ ଆତ୍ମହରା କରିଦେଲା। ସେ ପ୍ରବଳ ଭାବ ତରଙ୍ଗରେ ପଡ଼ି କିଏ ବା ନିଜକୁ ସମ୍ଭାଳି ପାରିବ? ଠାକୁରଙ୍କର ସେ ଅବସ୍ଥା ଦୁର୍ଲଭ ବୋଲି ପ୍ରଶଂସା କରିବା ଓ ତାଙ୍କୁ ଶାନ୍ତ କରିବା। ଆଜିଠାରୁ ଅଘରମଣି ବାସ୍ତବରେ ହିଁ ଗୋପାଳର ମା ହେଲେ ଏବଂ ଠାକୁର ମଧ୍ୟ ତାଙ୍କୁ ଏହି ନାମରେ ଡାକିବାକୁ ଲାଗିଲେ। ଶ୍ରୀରାମକୃଷ୍ଣ ଦେବ ଗୋପାଳ ମାଆଙ୍କର ସେପରି ଅଦ୍ଭୁତ ଅବସ୍ଥା ଦେଖି କେତେ ଆନନ୍ଦ ପ୍ରକାଶ କଲେ ଓ ତାଙ୍କୁ ଶାନ୍ତ କରିବା ପାଇଁ ତାଙ୍କ ଛାତିରେ ହାତ ବୁଲାଇ ଦେଲେ ଏବଂ ଘରେ ଯାହା କିଛି ଭଲ ଭଲ ଖାଦ୍ୟ ସାମଗ୍ରୀ ଥିଲା ସେସବୁ ଆଣି ତାଙ୍କୁ ଖୁଆଇଲେ। ଖାଉ ଖାଉ ମଧ୍ୟ ବ୍ରାହ୍ମଣୀ କହିବାକୁ ଲାଗିଲେ, ବାବା ଗୋପାଳ, ତୁମର ଦୁଃଖିନୀ ମା ଏହି ଜନ୍ମରେ ବଡ଼ କଷ୍ଟରେ କାଳ କଟାଉଛି। ଅରଟରେ ସୂତା କାଟି ପଇତା କରି ବିକି ଦିନ କଟାଉଛି। ସେଥିପାଇଁ ବୋଧହୁଏ ଆଜି ଏତେ ଯତ୍ନ କରୁଛୁ ଇତ୍ୟାଦି। ସାରାଦିନ ନିଜ ପାଖରେ ରଖି ସ୍ନାନହାର କରାଇ କିଞ୍ଚିତ୍ ଶାନ୍ତ କରି ସନ୍ଧ୍ୟା ପୂର୍ବରୁ ଶ୍ରୀରାମକୃଷ୍ଣ ଦେବ ଗୋପାଳର ମାଆଙ୍କୁ କାମାରହାଟି ପଠାଇଦେଲେ। ଫେରିବା ସମୟରେ ଭାବଦୁଷ୍ଟ ବାଳକ ଗୋପାଳ ମଧ୍ୟ ପୂର୍ବପରି ବ୍ରାହ୍ମଣଙ୍କ କୋଳରେ ଚଢ଼ି ଚାଲିଲା। ଘରକୁ ଫେରି ଗୋପାଳର ମା ପୂର୍ବ ଅଭ୍ୟାସବଶତଃ ଜପ କରିବାକୁ ବସିଲେ। କିନ୍ତୁ ସେଦିନ କ'ଣ ଆଉ ଜପ ହୋଇପାରୁଛି? ଯାହାଙ୍କ ପାଇଁ ଜପ, ମୁଁ ଯାହାଙ୍କୁ ଏତେ କାଳ ଧରି ଭାବିବା
ସେ ଯେ ସମ୍ମୁଖରେ ନାନା ରଙ୍ଗ ନାନା ଢଙ୍ଗ ନାନା ଅଳି ଆଦି କରୁଅଛି। ଶେଷରେ ବ୍ରାହ୍ମଣୀ ଉଠି ଗୋପାଳକୁ ପାଖରେ ନେଇ ତକ୍ତପୋଷ ଉପରେ ବିଛଣାରେ ଶୋଇଲେ। ବ୍ରାହ୍ମଣୀ ସାଧାରଣ ଭାବରେ ଶୟନ କରୁଥିଲେ। ମୁଣ୍ଡ ତୋଳା ଦେବାକୁ ତାଙ୍କର ତକିଆଟିଏ ମଧ୍ୟ ନଥିଲା। ଏବେ କିନ୍ତୁ ଶୋଇ ମଧ୍ୟ ନିଷ୍କୃତି ନାହିଁ। ଗୋପାଳ ବିନା ତକିଆରେ ଶୋଇବାକୁ କୁନ୍ତୁ କରୁଛି। ଅଗତ୍ୟା ବ୍ରାହ୍ମଣୀ ନିଜର ବାମ ବାହୁ ଉପରେ ଗୋପାଳର ମୁଣ୍ଡକୁ ରଖି କୋଳରେ ଶୁଆଇ କେତେ କ'ଣ ଭୁଲାଇବାକୁ ଲାଗିଲେ। ବାବା, ଆଜି ଏପରି ଶୋଇଯା, ରାତି ପାଇଲେ କାଲି କଲିକତା ଯାଇ ଭୂତକୋତ ଗୋବିନ୍ଦ ବାବୁଙ୍କର ବଡ଼ ଝିଅକୁ କହି ତୋ ପାଇଁ କଅଁଳିଆ ତକିଆ ବନେଇ ଦେବି ଇତ୍ୟାଦି। ଆଗରୁ କୁହାହେଇଛି ଗୋପାଳର ମା ନିଜ ହାତରେ ରାନ୍ଧି ଗୋପାଳକୁ ଖୁଆଇ ପରେ ନିଜେ ଖାଉଥିଲେ। ପୂର୍ବୋକ୍ତ ଘଟଣା ପରଦିନ ସକାଳୁ ରନ୍ଧନ କରି ସାକ୍ଷାତ ଗୋପାଳକୁ ଖାଇବାକୁ ଦେବା ପାଇଁ ବଗିଚାରୁ ଶୁଖିଲା କାଠ କଟାଇବାକୁ ଗଲେ। ଦେଖିଲେ ଗୋପାଳ ମଧ୍ୟ ତାଙ୍କ ସହିତ ମିଶି କାଠ କଟାଉଛି ଏବଂ ରୋଷେଇ ଘରେ ଆସି ଜମା କରୁଛି। ଏପରି ମା ପୁଅ ମିଶି କାଠ କଟାଇବା ହେଲା। ତାପରେ ରୋଷେଇ କରିବାକୁ ବସିଲେ। ରାନ୍ଧିବା ସମୟରେ ମଧ୍ୟ ଚଗଲା ଗୋପାଳ କେତେବେଳେ ପାଖରେ ବସି କେତେବେଳେ ପିଠି ଉପରେ ଚଢ଼ି ସବୁ ଦେଖିବାକୁ ଲାଗିଲା। କେତେ କଥା କହିବାକୁ ଲାଗିଲା, କେତେ କ'ଣ ଅଳି କରିବାକୁ ଲାଗିଲା। ବ୍ରାହ୍ମଣୀ କେତେବେଳେ ମିଠା କଥା କହି ତାକୁ ଶାନ୍ତ କରିବାକୁ ଲାଗିଲେ, କେତେବେଳେ ଗାଳି କରିବାକୁ ଲାଗିଲେ। ଠାକୁରଙ୍କର ଗୋପାଳର ମାଆଙ୍କୁ କହିବା, ତୁମର ସବୁ ହୋଇଛି। ପୂର୍ବୋକ୍ତ ଘଟଣା କିଛି ଦିନ ପରେ ଗୋପାଳର ମା ଦିନେ ଦକ୍ଷିଣେଶ୍ୱର ଆସିଥିଲେ। ଠାକୁରଙ୍କ ସହିତ ସାକ୍ଷାତ କରି ନବବତରେ ଯେଉଁଠାରେ ସେ ମାତା ଠାକୁରାଣୀ ରହୁଥିଲେ ଯାଇ ଜପ କରିବାକୁ ବସିଲେ। ନିୟମିତ ଜପ ପ୍ରଣାମ କରି ସେଠି ଉଠି ଦେଖିଲେ ଠାକୁର ପଞ୍ଚବଟୀ ଆଡ଼ୁ ଆସି ସେଠାରେ ପହଞ୍ଚିଲେ। ଠାକୁର ଗୋପାଳର ମାଆକୁ ଦେଖିପାରି କହିଲେ, ତୁମେ ଏବେ ମଧ୍ୟ ଏତେ ଜପ କାହିଁକି କରୁଛ? ତୁମର ଦର୍ଶନ ଆଦି ତ ଖୁବ୍ ହୋଇଛି। ଗୋପାଳର ମା, ଜପ କରିବି ନାହିଁ? ମୋର କ'ଣ ସବୁ ହୋଇଛି? ଠାକୁର, ତୁମର ସବୁ ହୋଇଛି। ଗୋପାଳର ମା, ସବୁ ହୋଇଛି? ଠାକୁର, ହଁ, ସବୁ ହୋଇଛି। ଗୋପାଳର ମା, ତୁମେ କ'ଣ କହୁଛ? ସବୁ ହୋଇଛି? ଠାକୁର, ହଁ, ତୁମର ନିଜ ପାଇଁ ଜପ ତପ ସବୁ କରା ହୋଇଯାଇଛି। ତେବେ ନିଜ ଶରୀର ଦେଖାଇ ଏ ଶରୀରଟା ଭଲ ରହିବ ବୋଲି ଯଦି ଇଚ୍ଛା ହୁଏ ତେବେ ଜପ କରିପାର। ଗୋପାଳର ମା, ତେବେ ଏବେଠାରୁ ଯାହା କିଛି କରିବି ସବୁ ତୁମର। ଏହି ଘଟଣା ଉଲ୍ଲେଖ କରି ଗୋପାଳର ମା ଆମକୁ ବେଳେବେଳେ କହୁଥିଲେ, ଗୋପାଳର ମୁହଁରୁ ସେଦିନ ଏକଥା ଶୁଣି ଥଳି ମାଳି ସବୁ ଗଙ୍ଗାରେ ପକାଇ ଦେଇଥିଲି। ଗୋପାଳର କଲ୍ୟାଣ ପାଇଁ କରରେ ଜପ କରୁଥିଲି। ତାପରେ ଅନେକ ଦିନ ପରେ ପୁଣି ଗୋଟିଏ ମାଳା ନେଲି। ଭାବିଲି କିଛି ଗୋଟେ ତ କରିବାକୁ ହେବ। 24 ଘଣ୍ଟା କ'ଣ କରିବି? ସେଥିପାଇଁ ଗୋପାଳର କଲ୍ୟାଣ ପାଇଁ ମାଳା ଗଡ଼ାଉଛି। ଏହି ଘଟଣା ପରଠାରୁ ଗୋପାଳର ମାଆଙ୍କର ଜପତପ ସବୁ ଶେଷ ହେଲା। ଦକ୍ଷିଣେଶ୍ୱରକୁ ରାମକୃଷ୍ଣ ଦେବଙ୍କ ନିକଟକୁ ଯିବା ଆସିବା ବଢ଼ିଗଲା। ଏହା ପୂର୍ବରୁ ତାଙ୍କର ଯେପରି ଖାଇବା ପିଇବା ଇତ୍ୟାଦିର ଆଚାର ନିଷ୍ଠା ଥିଲା, ସେସବୁ ମଧ୍ୟ ମହାଭାବ ତରଙ୍ଗରେ ପଡ଼ି ଦିନକୁ ଦିନ କେଉଁଆଡ଼େ ଭାସିଯିବାକୁ ଲାଗିଲା। ଗୋପାଳ ତାଙ୍କର ମନ ପ୍ରାଣ ସମ୍ପୂର୍ଣ୍ଣ ଭାବରେ ଅଧିକାର କରି କେତେ ରୂପରେ ତାଙ୍କୁ ସେ ଶିକ୍ଷା ଦେବାକୁ ଲାଗିଲେ, ତାହାର କଳନ ନଥିଲା। ତେଣୁ ନିଷ୍ଠା କିପରି ରଖିବେ? ଗୋପାଳ ସେତେବେଳେ ଖାଇବାକୁ ମାଗେ ଏବଂ ନିଜେ ଖାଉ ଖାଉ ମାଆର ମୁହଁରୁ ଗୁଞ୍ଜିଦିଏ। ତାହା କ'ଣ ପକାଇ ହେବ? ଆଉ ପକାଇ ଦେଲେ ସେ ଯେ କାନ୍ଦେ। ବ୍ରାହ୍ମଣୀ ଏହି ଅପୂର୍ବ ଭାବ ତରଙ୍ଗରେ ପଡ଼ି ବୁଝିଥିଲା ଯେ ତାହା ଶ୍ରୀ ରାମକୃଷ୍ଣ ଦେବଙ୍କର ହିଁ ଖେଳ ଏବଂ ଶ୍ରୀ ରାମକୃଷ୍ଣ ଦେବ ହିଁ ତାଙ୍କର ନବୀନ ନିରୋଧ ଶ୍ୟାମ ନୀଳ ରାଜୀବଲୋଚନ ଗୋପାଳ ରୂପୀ ଶ୍ରୀକୃଷ୍ଣ। ଫଳରେ ତାଙ୍କୁ ରାନ୍ଧି ଖୁଆଇବାକୁ ଦେବା, ତାଙ୍କର ପ୍ରସାଦ ଖାଇବା ଇତ୍ୟାଦିର ଆଉ ଦ୍ୱିଧା ରହିଲା ନାହିଁ। ଏପରି ଅନବରତ 2 ମାସ କାଳ କାମାରହାଟିର ବ୍ରାହ୍ମଣୀ ଗୋପାଳ ରୂପୀ ଶ୍ରୀକୃଷ୍ଣଙ୍କୁ ଦିନରାତି କାଖରେ ପିଠିରେ ଧରି ଏକା ସାଙ୍ଗରେ ବାସ କରିଥିଲେ। ଭାବରାଜ୍ୟରେ ଏପରି ଦୀର୍ଘକାଳ ବାସ କରି ଚିନ୍ମୟ ନାମ, ଚିନ୍ମୟ ଧାମ, ଚିନ୍ମୟ ଶ୍ୟାମର ପ୍ରତ୍ୟକ୍ଷ ଉପଲବ୍ଧି ଓ ଦର୍ଶନ ମହାଭାଗ୍ୟବାନଙ୍କ ପକ୍ଷରେ ସମ୍ଭବ। ଏକତ୍ର ସେ ଭଗବାନଙ୍କଠାରେ ବାତ୍ସଲ୍ୟ ଭାବ ଜଗତରେ ଦୁର୍ଲଭ। ସେ ଭଗବାନଙ୍କ ଐଶ୍ୱର୍ଯ୍ୟ ଜ୍ଞାନ ଲେଶ ମାତ୍ର ମନରେ ଥିଲେ ଏହାର ଉଦୟ ଅସମ୍ଭବ। ତାପରେ ସେ ଭାବ ଏକାନ୍ତିକ ନିଷ୍ଠା ସହକାରେ ଘନୀଭୂତ ହୋଇ ସେ ଭଗବାନଙ୍କର ପୁରା ଦର୍ଶନ ଲାଭ କରିବା ଯେ ଆହୁରି କେତେ